ଅଗ୍ନିଦେବତା କାହିଁକି ଭୃଗୁ ଋଷି ଅଭିଶାପ ଦେଲେ? ଆଜି ସୁନ୍ଦର ପ୍ରଶ୍ନଟିଏ ମୁଁ ଉପସ୍ଥାପନ କରିଛି। ଆପଣଙ୍କର ଅଗ୍ନି ପୁରାଣରେ ବର୍ଣ୍ଣନା କରାଯାଇଛି ଅଗ୍ନିଦେବତା ହେଲେ ସହସ୍ର ଜିହ୍ୱାଧାରିଣୀ, ଓଜସ୍ୱୀ ତେଜସ୍ୱୀ ତେଜିୟାନ ବଳବାନ ଆଉ ଶକ୍ତିଶାଳୀ ଦେବତା। ଯେଉଁ ଅଗ୍ନିଦେବତାଙ୍କ କୋଳରୁ ମା ଯାଜ୍ଞସେନୀ ସମ୍ଭୂତା ହେଇଥିଲେ ସେହି ଅଗ୍ନିଦେବତାଙ୍କୁ ଭୃଗୁ ଋଷି କାହିଁକି ଅଭିଶାପ ଦେଲେ? ଅଗ୍ନିଙ୍କର କେଉଁ ଭୁଲ ରହିଗଲା ଯାହା ଫଳରେ କି ସେ ଅଭିଶପ୍ତ ହେଲେ? ମୋର ବାପା ମାନେ, ମା ମାନେ, ସମସ୍ତ ଦର୍ଶକ ବନ୍ଧୁ ମାନେ ଏହି ଭିଡିଓଟିକୁ ଧ୍ୟାନ ସହକାରେ ଶ୍ରବଣ କରନ୍ତୁ। ବ୍ରହ୍ମାଙ୍କର ପୁତ୍ର ହେଲେ ଭୃଗୁ ଋଷି। ତାଙ୍କ ମନରୁ ସୃଷ୍ଟି ହେଇଥିଲେ ଭୃଗୁ ଋଷି। ତାଙ୍କର ସ୍ତ୍ରୀ ଥିଲେ ପୁଲମା। ଋଷିଙ୍କର ସହବାସରେ ପୁଲମା ଗର୍ଭବାସ ହେଇଥିଲେ। ଦିନେ ମହାମୁନି ଭୃଗୁ ଗଙ୍ଗା ସ୍ନାନ ନିମିତ୍ତ ଯାଇଛନ୍ତି। ଏକାକିନୀ ସେହି ଆଶ୍ରମରେ ପରମା ସୁନ୍ଦରୀ ସତୀ ପୁଲମା ଅଛନ୍ତି। ଏତିକି ବେଳେ ଜଣେ ଦୈତ୍ୟ ଗୋଟେ ରାକ୍ଷସ ଆଜ୍ଞା ଧସେଇ ଆସି ଆଶ୍ରମରେ ପଶିଗଲା। ଇଏ ଚାରି ଯୁଗର ଆଜ୍ଞା ଅସୁର ଅଛନ୍ତି। ସତ୍ୟ ଯୁଗର ଜଣେ ଅସୁର ଥିଲେ ଚାରି ଅକ୍ଷରିଆ ଅସୁର ହିରଣ୍ୟକଶିପୁ। ତ୍ରେତୟା ଯୁଗରେ ଜଣେ ତିନି ଅକ୍ଷରିଆ ରାକ୍ଷସ ଥିଲେ ସେ ହେଉଛନ୍ତି ରାବଣ। ଦ୍ୱାପର ଯୁଗରେ ଦୁଇ ଅକ୍ଷରିଆ ଜଣେ ରାକ୍ଷସ ଥିଲେ ସେ ହେଉଛନ୍ତି କଂସ। ଆଉ କଳି ଯୁଗରେ ଏକ ଅକ୍ଷରିଆ ରାକ୍ଷସ କେଉଁମାନେ? ନା ଯେଉଁମାନେ ମୁଙ୍କାର ଶବ୍ଦ ପ୍ରୟୋଗ କରନ୍ତି, ମୁଁ ବୋଲି କହନ୍ତି। ମୁଁ ଏ ସଂସାରରେ ବଡ଼, ମୁଁ ଅନେକ ପାଠ ପଢିଛି, ମୋ ଠାରୁ ଏ ସଂସାରରେ ଆଉ କେହି ଧନୀ ନାହାନ୍ତି, ଏଭଳି ଯିଏ ମୁଙ୍କାର ଶବ୍ଦକୁ ପ୍ରୟୋଗ କରେ ସିଏ ହେଉଛନ୍ତି କଳିଯୁଗର ଏକ ଅକ୍ଷରିଆ ରାକ୍ଷସ। ତେଣୁ ସେଇ ରାକ୍ଷସ ଜଣକ ଆଶ୍ରମରେ ପଶି ଋଷି ପତ୍ନୀଙ୍କ ଉପରେ ଲାଳାୟିତ ଦୃଷ୍ଟି ନିକ୍ଷେପ କଲେ। ଆଜ୍ଞା, ରାକ୍ଷସ ଆଶ୍ରମରେ ଦେଖିଲେ ଧ୍ୱନି ସ୍ଥାପନ କରାଯାଇଛି। ଭୃଗୁ ଋଷି ଧ୍ୱନି ସ୍ଥାପନା କରି ଗଙ୍ଗା ସ୍ନାନ ନିମିତ୍ତ ଯାଇଛନ୍ତି। ସ୍ନାନରୁ ସେ ଫେରିଲେ ଘୃତାହୁତି ଦେବେ, ଅଗ୍ନିଙ୍କୁ ସେ ସନ୍ତୁଷ୍ଟ କରିବେ। ଅଗ୍ନିଙ୍କର ପଞ୍ଚାକ୍ଷର ମନ୍ତ୍ର କଣ? ନା ଓಂ ଅଗ୍ନୟେ ନମଃ। ଇଏ ଆପଣଙ୍କର ହେଉଛି ଅଗ୍ନିଙ୍କର ପଞ୍ଚାକ୍ଷର ମନ୍ତ୍ର। ଯେତେବେଳେ ହୁତାସନ ହେଇ ଅଗ୍ନି ଜଳି ଉଠୁଛନ୍ତି ଆଶ୍ରମରେ, ସେଇ ଅଗ୍ନି ଦେବତାଙ୍କୁ ଚାହିଁ ଏହି ରାକ୍ଷସ ଜଣକ ପଚାରିଲେ, ହେ ଅଗ୍ନିଦେବ, ତମେ କୁହ, ଏଇ ଯୋଉ ଆଶ୍ରମରେ ପୁଲମା ଅଛନ୍ତି ତାଙ୍କର ପିତା ପ୍ରଥମେ ମତେ ବରଣ କରିଥିଲେ ବିବାହର କରିବାକୁ, ତାପରେ ଭୃଗୁ ଋଷିଙ୍କ ସହିତ ସେ ବିବାହର କରିଦେଲେ। ପ୍ରକୃତ ନ୍ୟାୟ ଦୃଷ୍ଟିରୁ ଇଏ ନାରୀ କାହାର ହେବ? ଏକଥା ଅଗ୍ନି ଦେବତା ତମେ ମତେ କୁହ। ରାକ୍ଷସଙ୍କର ପ୍ରଶ୍ନକୁ ଶୁଣି ଅଗ୍ନି ଦେବତା ଉତ୍ତର ଦେଲେ। କହିଲେ, ହେ ରାକ୍ଷସ, ଯେତେବେଳେ ପୁଲମାଙ୍କର ପିତା ତମକୁ ପ୍ରଥମେ ବରିଛନ୍ତି, ତମେ ହଉଛ ତାର ପ୍ରକୃତର ସ୍ୱାମୀ, ତମେ ସେ ନାରୀକୁ ବିବାହ ହେବା ଉଚିତ। ଅଗ୍ନିଙ୍କ ମୁଖରୁ ଏ କଥାକୁ ଶ୍ରବଣ କରିବା ମାତ୍ରେ ରାକ୍ଷସ ଋଷିକନ୍ୟା ପୁଲମାକୁ ବଳାତ୍କାର କରିବାକୁ ଉଦ୍ୟତ ହୁଅନ୍ତେ। ଋଷିଙ୍କ ଔରସରୁ ଯେଉଁ ସନ୍ତାନ ଥିଲା ସେ ଦ୍ୱିତୀୟ ସୂର୍ଯ୍ୟ ରୂପ ଧାରଣ କରି ଜନ୍ମ ନେଲେ ଏବଂ ଚାହୁଁ ଚାହୁଁ ସେ ରାକ୍ଷସକୁ ଭସ୍ମୀଭୂତ କରିଦେଲେ। ପୁଲମା ପୁତ୍ରରେ ଏଭଳି କାର୍ଯ୍ୟକଳାପ ଦେଖୁଛନ୍ତି। ତାପରେ ପୁଲମା ସେଇ ପୁତ୍ରଟିର ନାମ ଚ୍ୟବନ ବୋଲି ଦେଲେ। ଭୃଗୁ ଋଷିଙ୍କର ପୁତ୍ର ହେଲେ ଚ୍ୟବନ ଋଷି। ଶିଶୁପୁତ୍ର ଚ୍ୟବନକୁ କୋଳରେ ଧରିଛନ୍ତି ମାତା ପୁଲମା।
ଏତିକି ବେଳେ ଗଙ୍ଗା ସ୍ନାନ ସାରି ମହାମୁନି ଭୃଗୁ ଆଶ୍ରମରେ ଉପସ୍ଥିତ ହେଲେ। ଦେଖିଲେ ତାଙ୍କର ପତ୍ନୀ କୋଳରେ ଗୋଟିଏ ଶିଶୁ ଧରିଛନ୍ତି। ଋଷି ପଚାରିଲେ, ପୁଲମା, ये शिशु तमे केउठୁ ଆଣିଲ? ये शिशु କାହାର ପୁଅ? ए कथाକୁ ଶୁଣି ପୁଲମା ନମ୍ର ସ୍ୱରରେ କହିଲେ, ସ୍ୱାମୀ, ये ହେଉଛି ଆପଣଙ୍କର ଔରସଜାତ ସନ୍ତାନ। ଆପଣ ଯେତେବେଳେ ଗଙ୍ଗା ସ୍ନାନ କରିବାକୁ ଯାଇଥିଲେ, ଏତିକି ବେଳେ ଗୋଟିଏ ରାକ୍ଷସ ଆଶ୍ରମ ଭିତରକୁ ପଶି ଆସି ମୋତେ ବଳାତ୍କାର କରୁଥିଲେ। ତତ୍କ୍ଷଣାତ୍ ମୋ ଗର୍ଭରୁ ଏଇ ପୁତ୍ର ଜନ୍ମ ହୋଇ ସେ ରାକ୍ଷସକୁ ଭସ୍ମୀଭୂତ କରିଦେଇଥିଲେ। ମୋତେ କାହିଁକି ବଳାତ୍କାର କରୁଥିଲେ ସ୍ୱାମୀ ଆପଣ ଜାଣନ୍ତି? ଏହି ଅଗ୍ନି ଦେବତା ସାକ୍ଷୀ ଦେଇଥିବାରୁ ଅଗ୍ନି ଯୋଗୁ ମୁଁ ଆଜି ଧର୍ଷିତା ହେବାକୁ ଯାଉଥିଲି। ଏ କଥାକୁ ଶୁଣି ଭୃଗ ଋଷି ଆଜ୍ଞା କ୍ରୋଧାନ୍ୱିତ ହେଇ ଉଠିଲେ, ରାଗରେ ଅଭିଶାପ ଦେଲେ, ହେ ଅଗ୍ନି ଦେବତା, ଆଜିଠାରୁ ତୁମେ ସର୍ବଭକ୍ଷ ହୁତାସନ ହୁଅ, ସର୍ବଭକ୍ଷ ହୁତାସନ ହୁଅ। ତମ ଆଖି ଆଗରେ ଯାହା ପଡ଼ିବ ତମେ ସବୁ ଭସ୍ମୀଭୂତ କରିଦବ। ଦେଖନ୍ତୁ ଆଜ୍ଞା, ଗୁରୁ, ମଇଁଷି, ଛେଳି, ମେଣ୍ଢା, ମଣିଷ, ମଳ, ଭୂତ ଯାହା ଅଗ୍ନିଙ୍କ ମୁଖରେ ଆପଣ ଦେଇଦେବେ ସବୁ ସିଏ ଭସ୍ମୀଭୂତ କରିଦିଅନ୍ତୁ। କାହିଁକି ନା ଭୃଗୁ ଋଷି ଅଭିଶାପ ଦେଇଥିଲେ ତମେ ସର୍ବଭକ୍ଷ ହୁତାସନ ହୁଅ ବୋଲି। ଅଗ୍ନି ଦେବତାକୁ କାହିଁକି ଅଭିଶାପ ଦେଇଥିଲେ? ନା ଅଗ୍ନି ଦେବତା ମିଛରେ ସାକ୍ଷୀ ଦେଇଥିଲେ ବୋଲି ଆଜି ସିଏ ଭୃଗୁ ଋଷିଙ୍କ ଦ୍ୱାରା ଅଭିଶପ୍ତ ହେଲେ। ହଉ ଆଜ୍ଞା, ଆଜି ଆପଣ ମାନେ ଜାଣିଲେ ଭୃଗୁ ଋଷି କାହିଁକି ଅଗ୍ନି ଦେବତାଙ୍କୁ ଅଭିଶାପ ଦେଇଥିଲେ। ମୁଁ ଆଶା କରେ ପରବର୍ତ୍ତୀ ଅଧ୍ୟାୟରେ ଆପଣଙ୍କ ସହିତ ସାକ୍ଷାତ ହେବ। ରହିଲି, ଜୟ ଜଗନ୍ନାଥ।